बहुत दिन अपेक्षा पर तुम बजरंगी न्यूज को चंडीगढ़ माटी देखा मिलला केते खुशी अच्छा तुम बजरंगी नहीं कौन कह ଏଇଟା ତ ମୁଁ ଆଗରୁ ଜାଣିଥିଲି ହବ ବୋଲି ଆଉ ଦିନ ବି ଏମିତି କହିଥିଲି ବି ପଚାରିଥିଲେ ମୁଁ କହିଥିଲି ଏ କିଛି ନୁହେଁ ସେ ଜେନେରାଲ ଚଢୁ ଯାହା ହଉ ଆସିଲା ତ ବହୁତ ଖୁସି ଲାଗୁଛି ଆଉ ବଜରଙ୍ଗୀ ନାଟକ ତ ଆପଣ ମାନେ ଦେଖୁଛନ୍ତି ସମସ୍ତେ ଲୋକଙ୍କର କୋଉ ପ୍ରକାର ସ୍ପୃହତା ରହିଛି ତେଣୁ ରହିବ ନିଶ୍ଚୟ ଭଲ ରହିବ। ଏବେ କୁହାଯାଉଛି ଗୋଟେ ବଲିଉଡ ଷ୍ଟାଇଲ ରେ ବଜରଙ୍ଗୀ କୁ ସୁଟ୍ କରାଯାଇଛି ହଁ ତ ସେଇଟା ମାନେ ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ନା ଯାତ୍ରାର କିଛି ଟେକ୍ନୋଲୋଜି ବଢୁଛି। ନାଇଁ ଯାତ୍ରାର ଟେକ୍ନୋଲୋଜି ନାହିଁ କେବଳ ଲୋକଙ୍କୁ ଆକର୍ଷିତ କରିବା ପାଇଁ। ମୁଖ୍ୟ କଥା ହେଲା ଯୋଉ ଖଣ୍ଡଗିରି ମହାସମର ଆସିଲେ ମାନେ ଗୋଟେ କଳାକାର ମାନଙ୍କର ଜୋଶ ଆସେ ଗୋଟେ ଅନୁଷ୍ଠାନର ବି ଜୋଶ ଆସେ ୟାକୁ ଅସ୍ତ୍ର କରିକି ସିଂହବାହିନୀ ନିଶ୍ଚୟ ଯାତ୍ରା ନିଶ୍ଚୟ 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 କେତେ ମାନେ ଦର୍ଶକ ମାନଙ୍କୁ କେତେ ଆଦୃତ କରିବ ବୋଲି ଆଶା ନିଶ୍ଚୟ ଆଦୃତ କରିବ ଏ ଗୋଟେ ନୂଆ ପ୍ରକାର ହେଇଛି କାହାଣୀ ବି ଅଛି ନା କାହାଣୀଟା ଯଦି ନଥାନ୍ତା ତାହେଲେ ଗୋଟେ ଅଲଗା ଲାଗନ୍ତା କାହାଣୀଟା ଅଛି ତେଣୁ ତାପରେ ପିୟୁଷର ଯୋଉ ଚାହିଦାଟା ବର୍ତ୍ତମାନ ରହିଛି ଲୋକଙ୍କ ମୁହଁରେ ଆଉ ତାପରେ ଗୋଟେ ନୂତନ ପ୍ରକାର ହେଇଛି ଆ ଦେହରେ ଅଧେ ସୁଟିଂ ହେଇଛି ବହୁତ ପ୍ରକାର ମାନେ ଯୋଉଟାକ ଆଜିକାଲି ଚାହୁଁଛନ୍ତି ୟଙ୍ଗ ଦର୍ଶକ ମାନେ ଚାହୁଁଛନ୍ତି ତାଙ୍କ ପାଇଁ ବହୁତ କିଛି ଜିନିଷ ଅଛି ସୁଟିଂରେ। ବହୁତ ସଂଳାପ ହଉଛି ଏଇ ନାଟକରେ। ଏଇ ନାଟକରେ ମୋର ଗୋଟେ ନେଗେଟିଭ ଚରିତ୍ର ଅଛି ନେଗେଟିଭ ଚରିତ୍ରରେ ସେ କହୁଛି ଗୋଟେ ଛୋଟ ସଂଗଳା ବୁଲିବେ ମୋ କଳି ଯୁଗ ଯବେ ମୋ ନିଶ୍ୱାସରେ ରୁଦ୍ର ବିଶ୍ୱାସରେ ତୁମ ସାଧନାକୁ ସାତ କରିନୁ ଯେ ମୋ ମୁଣ୍ଡ ଭିତରେ ଥିବା ଯନ୍ତ୍ରଟାକୁ ତୁ ବିଗାଡ଼ି ଦେଇଛୁ। ଗୋଟେ କଥା ହଉଛି ଖଣ୍ଡଗିରି ମେଳା ଆସିଛି ବିଭିନ୍ନ ଯାତ୍ରାପାଟି ସହିତ ବିଭିନ୍ନ ଯାତ୍ରାପାଟିର ଟକ୍କର ହବ ଗୋଟେ କଥା ହଉଛି ଏବେ ରବଟ ଆସୁଛି ସାପ ଆସୁଛି ଘୋଡା ଆସୁଛି ସିଂହ ପାଇଁ ଏମିତି କଣ ଅଛି ଯେ ଖଣ୍ଡଗିରି ମେଳାରେ ଟକ୍କର ଦେଇପାରିବ କାହା ସହିତ। ସିଂହବାହିନୀରେ କଣ ନାହିଁ ସିଂହବାହିନୀରେ ପାର୍ଟିର ନାଁ ତ ରହିଛି ଯେ ଭଲ ନାଟକ ପରିବେଷଣ କରୁଛି ବୋଲି ଆଗରୁ ମାନେ ଆରମ୍ଭରୁ ରହିଛି ଗତ ବର୍ଷର ବଡ ବେଦର କଳା ସାଥ ହେଇଥିଲା ଏ ବର୍ଷର ଆମର ଯୋଉ ନାଟକ ଏ ବର୍ଷ ପିୟୁଷ ବି ନଥିଲା କିନ୍ତୁ 6 ମାସ ହେଲା ଆମେ ଯାତ୍ରା କରି ଏତୁଗନ୍ତେ କଳିଯୁଗ ଶେଷ ରୁଣା ଶଙ୍କର ଈଶ୍ୱର ଲାଚରେ ନାମ ଯାଯାବର ନାଟକ କରିକି ପ୍ରଶଂସା ସାଉଁଟିଛୁ ସେଇଟା ରହିଛି ଆମର ବିଶ୍ୱାସ ତାପରେ ପିୟୁଷ ଆସିଛି ଆଉ ତାପରେ ନୂତନ ପ୍ରକାର ନାଟକ ଗୋଟିଏ ହେଇଛି ସବୁ ବିଶ୍ୱାସ ରଖି ଆମେ 100ରୁ 100। ଆପଣ ବହୁତ ପୁରୁଣା କଳାକାର ପ୍ରଶ୍ନ ଥିଲା ଯେ କଳାକାର ମାନଙ୍କୁ ଛାଡିକି ଏବେ ପଶୁ ମାନଙ୍କୁ କାହିଁକି ଆଣୁଛନ୍ତି ଯାତ୍ରା ପାଟିକୁ ଲୋକମାନଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ। ଏ କଥାଟା ଆମକୁ ନ ପଚାରି ଟିକେ ମାଲିକଙ୍କୁ ପଚାରୁନାହାନ୍ତି ବଢିଆ ଲାଗିବ। ମାନେ ଆପଣଙ୍କ ହିସାବରେ କଣ ମୋ କଳାକାର ହିସାବ ଆମେ ତ କହିବୁ ଆମେ କହିଲେ କଣ ହବ କିଛି ହବନି ସେ କଣ ପାଇଁ ଆଣୁଛନ୍ତି କଣ ପାଇଁ ତାକୁ କରୁଛନ୍ତି ସବୁ ନା ସ୍କ୍ରିପ୍ଟ ଦରକାର ହଉଛନ୍ତି ନାଇଁ ସ୍କ୍ରିପ୍ଟ କେଜାଣି ଦରକାର ହଉଛି ବୋଲି କଣ ମାଙ୍କଡ ରୋବଟ ସତରେ କୁକୁର ଆଣୁନାହାନ୍ତି ସତରେ କୁକୁର ବି କାମ କରୁଛି ଫିଲ୍ମରେ କାମ କରୁଛି ସାପଟେ ସତରେ ସାପ ଧରିକି ସେ ଆସୁଛି। ନାଇଁ ଆଉ ଗୋଟେ କଥା ଅଛି ଯୁଗ ଭିତରେ ଆପଣଙ୍କର ସବୁ କଳାକାର ଅନେକ କଳାକାର ମାନେ ଧାର କରିକି ପାରିବେ ତାଙ୍କ ପାଇଁ ସମବେଦନା ରହିଛି ଆପଣଙ୍କ ବରିଷ୍ଠ କଳାକାର ହିସାବରେ କଣ କହିବୁ ମାନେ ଏ 2025 ଯୋଉ ଦେଇଗଲା ଯୋଉ ଦୁଃଖଟି ଯାତ୍ରାକୁ ଶେଷ ମୁହୂର୍ତ୍ତରେ କଣ ହଁ ଶେଷ ମୁହୂର୍ତ୍ତରେ ତ ଇଏ ଦୁଃଖ ଦେଲା ଆଗରୁ ଯୋଉ ଦୁଃଖ ସବୁ ଦେଇ ଆସିଛି ସବୁ ପଛୁଆରେ ଯାତ୍ରାର କେଲେଙ୍କାରୀ ପଦାରେ ପଡିବା ଯାତ୍ରା କଳାକାର ଘୃଣିତ ହବା ଅପମାନିତ ହବା ସବୁ ପ୍ରକାର ହେଇ ଶେଷକୁ ଥିଲା ଏଇ ଚାଲିଗଲେ କଳାକାର ଗୋଟାଏ ଦିନରେ 3 ଜଣ ଆମ କଳା ଜଗତରୁ 2 ଜଣ ଆଉ ଜଣେ କଳାକାରର ପୁଅ ଏଇଠି ଆଜି ଜାନ ଆଉ କଣ କେବଳ ଭଗବାନଙ୍କର ପ୍ରାର୍ଥନା କରିବୁ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଆଉ ଆମେ କଣ କରିପାରିବୁ ଆଉ ସେ କହିବା ଯୋଉ ଇଏ କରିବା ସେଗୁଡା ସବୁ ବାହୁଲ୍ୟ କଥା ଆମ ଯିଏ ଯେତିକି ଦିନ ଆସିଛି ସେ ସେତିକି ଦିନ ଆସି ଯିବ କିନ୍ତୁ ସବୁଠୁ ଗୋଟେ ଇଏ ମରଣ ଆମର ହୁଦା ଚାଲି ଯାଉଛନ୍ତି ସେଗୁଟା କାହିଁକି ଏମିତି ହଉଛି ଯେ ଈଶ୍ୱରଙ୍କ ଇଚ୍ଛା ଆଉ କଣ ଥିବ। କଳାକାର କର୍ମଚାରୀ ସଂଘ ଗୋଟେ ଗଠନ ହେଇଥିଲା ତାଙ୍କ ମାନେ ସଂଘ ତରଫରୁ ଆପଣଙ୍କର କଣ ରହିବ ସମବେଦନା ସଂଘ ତରଫରୁ ଗୋଟେ ମେସେଜ ଦିଅନ୍ତୁ ଦର୍ଶକଙ୍କୁ।
ସଂଘ ତରଫରୁ ଆଉ ଆମେ କ'ଣ ଦବୁ ତାଙ୍କୁ? ତ ସେମାନେ ତ ସବୁ କଳାକାର ଯେଉଁମାନେ ବି ସବୁ ଗଲେ ସେମାନେ ଛୋଟ ଛୋଟ କଳାକାର ବି ମାନେ କମ୍ ପଇସା ପାଉଥିବା କଳାକାର ନୁହନ୍ତି। ଯାହା ହଉ ସେମାନେ ତାଙ୍କର କିଛି କିଛି କରିଛନ୍ତି ଚଳିବା ପାଇଁ ସକ୍ଷମ। ତେଣୁ ଆମ କଳାକାର ସଂଘ ତରଫରୁ କେବଳ ତାଙ୍କ ପରିବାରକୁ ସାନ୍ତ୍ୱନା ଟିକେ ଦବୁ, ଭଗବାନ ପାଖରେ ପ୍ରାର୍ଥନା କରିବୁ କେମିତି ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ଶାନ୍ତି ଶକ୍ତି ଦିଅନ୍ତୁ। ତାଙ୍କର ଦୁଇ ପୁଅ ସେମାନେ କେମିତି ସଂସାରରେ ବଡ଼ ହୁଅନ୍ତୁ ରୁହନ୍ତୁ। ସୋସିଆଲ ମିଡ଼ିଆରେ ବହୁତ ହଲ୍ଲା ହେଉଛି ଯେ କଳାକାର ଅଧିକ ନିଶା ସେବନ କରିବା ଦ୍ୱାରା ଏସବୁ ଘଟଣା ଘଟୁଛି। ଏଇଟା ଭୁଲ କଥା। ସେ ନିଶା ସେବନ କରୁଛନ୍ତି, ନିଶା ସେବନ ଦ୍ୱାରା ଯେ ଏହା ହଉଛି ଏ ତ ବୁଦ୍ଧିଆନା ନିଶା ଖାଉଥିଲା କେବେ, ସେ ତ ଛାଡ଼ି ଦେଇଥିଲା। ଏଇଠି ଦେଖନ୍ତୁ ଆପଣଙ୍କ ଇଏରେ 4 ବର୍ଷ 5 ବର୍ଷ ହେଲା ଟୋଟାଲ ସବୁ ଛାଡ଼ି ଦେଇଛି। ବିଡ଼ି ବି ନା ବିଡ଼ି ବି ନାହିଁ। ଟୋଟାଲି ବନ୍ଦ। ଯିଏ ଯେତିକିରେ ଆସିଛି ସେ ସେତିକିରେ ଯିବ। କ୍ୟାନ୍ସର ହଉଛି, ସ୍ତ୍ରୀ ଲୋକ କ'ଣ କ୍ୟାନ୍ସର ହଉନି? ସେମାନେ କ'ଣ ବିଡ଼ି ସିଗାରେଟ ଗଞ୍ଜେଇ ମଦ ଖାଉଛନ୍ତି? ସେମିତି ନିଶାଟା ପ୍ରତ୍ୟେକ ନିଶାଟା ଖରାପ, କିନ୍ତୁ ଯିଏ ବି ପୃଥିବୀ ବିଷୟରେ ରିସର୍ଚ୍ଚ କରୁଛି ସେ ବି ମଦ ପିଉଛି, କିନ୍ତୁ ସେମାନେ ମଦଟାକୁ ଔଷଧ ଭଳି ପିଉଛନ୍ତି। ଆମର କିଛି ତାକୁ ଟିକେ ପାଣି ଭଳିଆ ପିଇ ଦେଇକି ନିଜ କଲିଜାଟାକୁ ଦର୍ଜ କରିଦେଉଛନ୍ତି। କିଛି ସେ ଇଏଟା ଆସୁଛି, କିନ୍ତୁ କିନ୍ତୁ ସେଇଟା ନୁହେଁ। ଯିଏ ଯେତିକିରେ ଆସିଛି ସେତିକିରେ ହିଁ ଯିବ। କଳାକାର ହିସାବରେ ମନରେ ଦୁଃଖ ଆସୁନି ଯେତେବେଳେ ସୋସିଆଲ ମିଡ଼ିଆରେ କ'ଣ ଆସୁଛି? ଦୁଃଖ ଆସିଲେ ବି କ'ଣ କରିବା? କିଛି ବାଟ ନାହିଁ। ଦୁଃଖ ଆସୁନି କେମିତି କହୁଛନ୍ତି ବୁଦ୍ଧିଆନା କଥା? ସେ ଯୋଉ ତାର ମୋର ଆଜି 40 ବର୍ଷର ପାର୍ବତୀ 40 ତା ପୂର୍ବରୁ ରାଜେଶ୍ୱରରେ ସେ ଥିଲା, ମୁଁ ହିସାବରେ ଥିଲି ସେତେବେଳେ ଛୋଟବେଳୁ। ଲମ୍ବା ବୋଧେ ପାର୍ବତୀ ପାର୍ବତୀ ସୋମନାଥ ବହୁତ। ଧନ୍ୟବାଦ।